ଆସନ୍ତୁ ଆଜି ଗୁପ୍ତାସନ ବିଷୟରେ ଆଲୋଚନା କରି ଦେଖିବା। ଏହି ଆସନ କରିବା ଦ୍ୱାରା ମୂତ୍ରେନ୍ଦ୍ରିୟ ଓ ଗୁଦା ସ୍ଥାନରେ ଥିବା ଯାବତୀୟ ରୋଗ ନଷ୍ଟ ହୋଇଥାଏ। ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ଆସନ କରିପାରିବେ। ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ହେଲେ ଏହି ଆସନ ଅତ୍ୟନ୍ତ ସହାୟକ ହୋଇଥାଏ। ଏହା ହେଉଛି ଏପରି ଏକ ଆସନ ଯାହାକି ସୂକ୍ଷ୍ମରୁ ସୂକ୍ଷ୍ମତମ ନାଡ଼ି ତନ୍ତ୍ରିକାରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ଆସନ ଦ୍ୱାରା ସ୍ୱପ୍ନ ଦୋଷ ପରି କଷ୍ଟପ୍ରଦାୟକ ରୋଗ ଅକ୍ଲେଶରେ ଦୂରୀଭୂତ ହୁଏ ଓ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ରକ୍ଷା କରିଥାଏ। ଏହି ଆସନ ଅଭ୍ୟାସ କରା ସମୟରେ ଯଦି ଉଡ୍ଡୀୟାନ ଓ ମୂଳବନ୍ଧ କରାଯାଏ, ତେବେ ବୀର୍ଯ୍ୟର ଊର୍ଦ୍ଧ୍ୱଗତି ହୋଇ ମୁଖମଣ୍ଡଳ ଅତ୍ୟନ୍ତ ତେଜାନ ହୋଇଥାଏ। ଏହି ଆସନ କରିବାର ବିଧି: ଆସନ ଉପରେ ବସି ବାମ ପାଦକୁ ଆଣ୍ଠୁଠାରୁ ଗୋଇଠି ଏଡ଼ିକୁ ବୀର୍ଯ୍ୟବାହକ ନାଡ଼ି ନିକଟରେ ନେଇ ରଖ। ତାପରେ ଡାହାଣ ପାଦକୁ ମଧ୍ୟ ସେଠାରେ ଯୋଡ଼ି ଗୋଇଠି ଉପରେ ଏପରି ଭାବେ ରଖ, ଯାହା ଫଳରେ ଗୁଲ୍ଫ ସଂଯୁକ୍ତ ହୋଇ ରହିବ ଓ ପଞ୍ଚା ଦିଓଟି ଗୁଲ୍କାୟିତ ହୋଇ ରହିବ। ପୁଣି ହାତ ଦିଓଟିକୁ ଜ୍ଞାନ ମୁଦ୍ରାରେ ରଖି ସରଳ ଭାବରେ ବସି ରୁହ। ବୀର୍ଯ୍ୟବାହକ ନାଡ଼ିକୁ ଚାପି ରଖିବାକୁ ହେବ, ନତୁବା କୌଣସି ପ୍ରକାର ଲାଭ ମିଳିବ ନାହିଁ।